ସବୁଠୁ ବଡ଼ କଥା गोटे से स्टेटमेंट देइचंदी जे भाईଙ୍କର ଆକାଉଣ୍ଟ ନମ୍ବର ଏଇଆ ସେୟା ଇଏ ସିଏ ଦେଇଛନ୍ତି। ଭାଇ ତ କ୍ୟାସ୍ରେ ପଇସା ନେଉଥିଲେ, ସିଏ ଏତେ କଥା ଆକାଉଣ୍ଟ ଫାକାଉଣ୍ଟ ବିଷୟରେ ଜାଣିଲେ କେମିତି? ବଡ଼ ପ୍ରଶ୍ନ ଅଛି। ଯିଏ ଦୋଷୀ ମୋତେ ଯଦି ତଦନ୍ତରେ ସହାୟତା କରିବୁ ତାହେଲେ ମୁଁ ତୋତେ କ୍ଷମା କରିବି, ନହେଲେ ଯେଉଁମାନେ ଅଛ ମୁଁ ସମସ୍ତଙ୍କୁ ଆରେଷ୍ଟ କରାଇବି ବା ବନ୍ଧେଇବି। ସେଠୁ ସିଏ ବ୍ଲାକମେଲିଂ କରିକି ଗୁଡ଼ାଏ ଜିନିଷ ଦେଇଥିଲେ, କହିଥିଲେ ଯାହା ମା ମୋତେ କାଲି ଜଣେଇଥିଲେ ଯେ ସିଏ କହୁଛନ୍ତି ଇଏ ସୁଇସାଇଡ଼ କରିଦେବ, ସିଏ ସୁଇସାଇଡ଼ କରିଦେବ, ୟା ନା ନିଅନା ତା ନା ନିଅନା। କିଏ ସୁସାଇଡ୍ କରିଦେବ? ସେ ମହିଳା କାଳେ କହିଛନ୍ତି ଯେ ସୁଇସାଇଡ଼ କରିଦେବେ, ଦିନେଶ ଥ୍ରୋରେ ଖବର ଦେଇଛନ୍ତି। ବଟ୍ ମା କହିଲେ ଭାଇ ଯିଏ ମରିବାର ଅଛି ମର, ଯିଏ ବଞ୍ଚିବାର ଅଛି ବଞ୍ଚ, ମୋତେ ସେଥିରେ କିଛି ଲେନଦେନ ନାହିଁ। ଯେହେତୁ ମୁଁ ହରେଇଛି ମୋ ପୁଅକୁ, ମୋ ପୁଅର ଆତ୍ମାର ଶାନ୍ତି ପାଇଁ, ତାର ସବୁ ଜିନିଷ ମୁଁ ଠିକ୍ ଭାବରେ ପାଇବା ପାଇଁ, ସେ ପର୍ଯ୍ୟନ୍ତ ସେ ମହାଶୟ ଜଣକ କେଉଁଠି ଥିଲେ? ସବୁଠୁ ବଡ଼ ପ୍ରଶ୍ନ ଅଛି। ଦ୍ୱିତୀୟ କଥା ହେଲା, ଯଦି ଥିଲେ ୟାକୁ ସେ ରୋଗ କାହିଁକି ଲଗେଇ ନଥିଲେ? ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଯେମିତି ଯେଉଁ ଉକ୍ତିଟି ରହିଛି, ନିଜକୁ ଝାଡ଼ି ଝୁଡ଼ି ହେଇ ସଫା ହେବା ପାଇଁ ଏ ଗୋଟେ ପ୍ରାୟୋଜିତ ଗୋଟେ କାହାର ସଂସ୍ପର୍ଶରେ ମେ ବି କାହା ସଂସ୍ପର୍ଶରେ ଆସି କି ବା କାହା ବୁଦ୍ଧିରେ ସିଏ ଆସିକି ଏଇସବୁ ଜିନିଷ କରିଛନ୍ତି ବା ଯେଉଁ ଗଣମାଧ୍ୟମରେ ପ୍ରତିକ୍ରିୟାଟି ଦେଇଛନ୍ତି। ଯଦି ସିଏ ପୁରା କ୍ଲିନ୍ ଚିଟ୍ ଥିଲେ, ପ୍ରଥମ ଦିନରୁ ମୁହଁ ଖୋଲିବାର ଥିଲା। ଏତେ ଦିନ ଯାଏ ରହିଥିଲେ କ'ଣ ପାଇଁ? କ'ଣ କାହାଠୁ ବୁଦ୍ଧି ଆଣୁଥିଲ? କ'ଣ କହିବ କ'ଣ ନ କହିବ? ପ୍ରଥମ କଥା। ଦ୍ୱିତୀୟ କଥା, ଯେଉଁ ମହିଷୀ ମହିଳାଙ୍କ କଥା କୁହାଯାଇଛି ସେଇଟା ତ ଆମେ ବି ସମସ୍ତେ ଜାଣିଛୁ, କିନ୍ତୁ ପରିସ୍ଥିତି ଆଉ ମାଆଙ୍କ ପଦକ୍ଷେପକୁ ଦେଖିକି ଆମେ ଚୁପ୍ ରହିକି କୌଣସି ଜିନିଷ ପ୍ରତିକ୍ରିୟା ଦେଇପାରୁନାହୁଁ। ସିଏ ଦେଇଛନ୍ତି, ସେ ତ ଆଜ୍ଞା ନିଜେ ବଞ୍ଚିବା ପାଇଁ କାହାକୁ ତ ଦୋଷ ଦେବେ। ଯେତିକି ପରିମାଣରେ ସେ ମହିଳା ଦାୟୀ, ସେତିକି ପରିମାଣରେ ସେ ମହାଶୟ ବ୍ୟକ୍ତି ବି ଦାୟୀ। ସବୁଠୁ ବଡ଼ କଥା ଗୋଟେ ସେ ଷ୍ଟେଟମେଣ୍ଟ ଦେଇଛନ୍ତି ଯେ ଭାଇଙ୍କର ଆକାଉଣ୍ଟ ନମ୍ବର ଏଇଆ ସେୟା ଇଏ ସିଏ ଦେଇଛନ୍ତି। ଭାଇ ତ କ୍ୟାସ୍ରେ ପଇସା ନେଉଥିଲେ, ସିଏ ଏତେ କଥା ଆକାଉଣ୍ଟ ଫାକାଉଣ୍ଟ ବିଷୟରେ ଜାଣିଲେ କେମିତି? ବଡ଼ ପ୍ରଶ୍ନ ଅଛି। ଦ୍ୱିତୀୟ କଥା ହେଲା, ସେ କହିଲେ ଯେ ମାଆଙ୍କ ସହିତ ସଂସ୍ପର୍ଶରେ ଅଛନ୍ତି। ଆପଣମାନେ ସମସ୍ତେ କାଲି ଦେଖିଥିବେ, ମାଆଙ୍କ ସହିତ ମୋତେ ଡକେଇଥିଲେ, ମୁଁ ଯାଇକି ଦେଖା କରିଥିଲି ବ୍ୟକ୍ତିଗତ ଭାବରେ, ମାଆଙ୍କୁ ପଚାରିଥିଲି ମଧ୍ୟ ଏ ବିଷୟରେ। ମାଆ ମୋତେ କ୍ଲିଅରଲି କହିଥିଲେ ସେ ମୋତେ ଗୋଟେ ପ୍ରକାର ଚାପ ସୃଷ୍ଟି କରୁଥିଲା। ଟୋଟାଲ୍ ମାସେ ଭିତରେ 22 ସେକେଣ୍ଡର କନଭରସେସନ୍ ହେଇଛି। ମାଆ ତାକୁ ସେଥିରେ କହିଥିଲେ ଯେ ତୁ ଯଦି ଯିଏ ଦୋଷୀ ମୋତେ ଯଦି ତଦନ୍ତରେ ସହାୟତା କରିବୁ ତାହେଲେ ମୁଁ ତୋତେ କ୍ଷମା କରିବି, ନହେଲେ ଯେଉଁମାନେ ଅଛ ମୁଁ ସମସ୍ତଙ୍କୁ ଆରେଷ୍ଟ କରାଇବି ବା ବନ୍ଧେଇବି। ସେଠୁ ସିଏ ବ୍ଲାକମେଲିଂ କରିକି ଗୁଡ଼ାଏ ଜିନିଷ ଦେଇଥିଲେ, କହିଥିଲେ ଯାହା ମା ମୋତେ କାଲି ଜଣେଇଥିଲେ ଯେ ସିଏ କହୁଛନ୍ତି ଇଏ ସୁଇସାଇଡ଼ କରିଦେବ, ସିଏ ସୁଇସାଇଡ଼ କରିଦେବ, ୟା ନା ନିଅନା ତା ନା ନିଅନା। କିଏ ସୁସାଇଡ୍ କରିଦେବ? ସେ ମହିଳା କାଳେ କହିଛନ୍ତି ଯେ ସୁଇସାଇଡ଼ କରିଦେବେ, ଦିନେଶ ଥ୍ରୋରେ ଖବର ଦେଇଛନ୍ତି। ବଟ୍ ମା କହିଲେ ଭାଇ ଯିଏ ମରିବାର ଅଛି ମର, ଯିଏ ବଞ୍ଚିବାର ଅଛି ବଞ୍ଚ, ମୋତେ ସେଥିରେ କିଛି ଲେନଦେନ ନାହିଁ। ଯେହେତୁ ମୁଁ ହରେଇଛି ମୋ ପୁଅକୁ, ମୋ ପୁଅର ଆତ୍ମାର ଶାନ୍ତି ପାଇଁ, ତାର ସବୁ ଜିନିଷ ମୁଁ ଠିକ୍ ଭାବରେ ପାଇବା ପାଇଁ ଯାହା ପଦକ୍ଷେପ ହେଇପାରିବ ମୁଁ ସେ ପଦକ୍ଷେପ ନେବି। ମା କାଲି ଆସିଥିଲେ ଭୁବନେଶ୍ୱର ଦେବା ପାଇଁ ତାଙ୍କ ଭାଇର ଡେଥ୍ ସାର୍ଟିଫିକେଟ୍ ନେବା ପାଇଁ। ଆମେ ଏମ୍ସ ଯାଇଥିଲୁ, ଡେଥ୍ ସାର୍ଟିଫିକେଟ୍ ଆଣିଥିଲେ ମଧ୍ୟ। ଦେନ୍ ଏତିକି କଥା ହେଇଛି। ମା ଆଜି ଟିଟଲାଗଡ଼ ଯିବାର ଥିଲା, ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାର ଯୋଜନା ଥିଲା।